ହ୍ୟାଲୋ ଫ୍ରେଣ୍ଡସ୍, ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ। କେମିତି ଅଛନ୍ତି ସମସ୍ତେ? ଭଲ ତ? ସେମିତି ଭଲରେ ଥାଆନ୍ତୁ। ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ OD01 ଦ ଅଙ୍କିତକୁ। ଦେଖନ୍ତୁ ସକାଳୁ ସକାଳୁ ଉଠିକି ମୋର ଏଇ ଆଖିଟା କ'ଣ ହେଇଛି ତାର ପୁରା ଲାଲ ପଡ଼ିଯାଇଛି, ବଥା ଟୋଟାଲି ହାତ ମାରି ହେଉନି। ମୁଁ ଏମିତି ଜୋର ଟିକେ ଟାଣିଦେଲି, ପୁରା ବଥା ଲାଗିଲା, ଏତେ ଜୋର ଖୋଲି ହେଉନି। ତାପରେ ଉଠିକି ଲ୍ୟାପଟପ୍ କାମରେ ପୁରା ବସି ପଡ଼ିଛି। ଆଜି ଲେଟ୍ ବି ବହୁତ ହେଇଗଲାଣି ତ ଛୁଟି ଦିନ ଅଛି ତ କିଛି ଅସୁବିଧା ନାହିଁ ଏପଟ ଟିକେ ଲେଟ୍ରେ ଗଲେ, କିନ୍ତୁ ମୁଁ ତ ସବୁଦିନ ଶୀଘ୍ର ଉଠିକି ଦେଇଦିଏ। ଆଉ ଲେଟ୍ ହେଇଗଲାଣି। ମାମା ଏବେ ଗରମ ପାଣି ସେପଟରେ କରୁଛନ୍ତି, ଟିକେ ଗରମ ପାଣି ପିଇ ଦେଇକି କାମଟା ଷ୍ଟାର୍ଟ କରିଦେବା। କାମଟା କରିସାରିକି ତାପରେ ଯିବା ବାହାରକୁ, ଦେଖିବା କ'ଣ ହେଉଛି ନାହିଁ, କେଉଁଠି କ'ଣ ହେଇଛି। ରାତିରେ ତ ଆସିକି ଦେଖିପାରିନଥିଲି କିଛି, ଏବେ ଯିବା ଦେଖିବା। ଖରା ବି ଆସିନି ଟୋଟାଲି, ଏବେ ଥଣ୍ଡା ଟିକେ ସେଥିପାଇଁ ଲାଗୁଛି। ହଁ ଉଷୁମ ଖାଲି ଟିକେ। ମୁଁ ସେଇଠି 2-3 ଦିନ ପିଉଥିଲି, ଆଉ ତାପରେ ପିଉନଥିଲି। ଜଷ୍ଟ ଟିକେ ଉଷୁମ ପାଣି ପିଇଦେବା ସକାଳୁ ସକାଳୁ। ଓହୋ, ହଉ ମୁଁ ଏବେ ଟିକେ କାମଟା କରିଦିଏ ଜଲ୍ଦି, ତାପରେ ପୁଣି ଦେଖା ହବ ବାହାରେ ଏକାଥରେ। ସକାଳୁ ସକାଳୁ ଉଠିକି କାମ କରୁଥିଲି, ତାପରେ ମାମା ଫୋନ୍ରେ ଟିକେ ସେଟିଂ ବି କରୁଥିଲି। ମାମା ସାଙ୍ଗେ ସାଙ୍ଗେ ଆଣିକି ଚା ଦେଇଦେଲେ। ଓହୋ, ସକାଳୁ ସକାଳୁ ଯେଉଁ ଥଣ୍ଡାରେ ଟିକେ ଚା ପିଇଦେଲେ ପୁରା ଶାନ୍ତି। ଆଖିଟା ପୁରା ବହୁତ ଜୋର ପେନ୍ କରୁଛି, କ'ଣ ହେଇଛି ଜାଣି ହେଉନି। ଓହୋ, ବହୁତ ଜୋର ପେନ୍ କରୁଛି। ହଉ ଠିକ୍ ଅଛି, ମୁଁ ଜଲ୍ଦି କାମଟା ସାରିଦିଏ। ତାପରେ ଆରେ ଗୋଟେ କୁକୁର ଛୁଆ। ଠିକ୍ ଅଛି, ମୁଁ ଜଲ୍ଦି କାମ ସାରିଦିଏ, ତାପରେ ଯିବା କିଏ କ'ଣ ଅଛି କେଉଁଠି ଦେଖିବା। ଥଣ୍ଡା ବି ଟିକେ ହେଇଯାଇଛି। କାମ ସାରିକି ଉଠି ଆସିକି ଫାଷ୍ଟ ଟିକେ ଚୁଲି ପାଖରେ ଗରମରେ ବସିଥିଲି, ଥଣ୍ଡା ଜୋର ଲାଗୁଥିଲା। ତାପରେ ଦେଖନ୍ତୁ ଆମର ଏଠି ଧଣିଆ ଗଛ ଲଗା ହେଇଛି, ଆଉ ସେପଟରେ ଗୋଟେ ଶାଗ ଲଗା ହେଇଛି। କେତେ ସୁନ୍ଦର ଗ୍ରୀନ୍ ହେଇକି ହେଇଛି, ପୁରା ଧଣିଆ ହେଇଯାଇଛି। ଆଉ ଶାଗଟା ଦେଖନ୍ତୁ ବି, ଶାଗଟା ବି କାଟିକି ଖିଆ ହେଉଛି। ଏବେ ସବୁଦିନ ଶାଗ ଖାଉଛୁ, ଶାଗ ଖାଇବା ବହୁତ ଭଲ। ତାପରେ ଯିବା ଦେଖିବା ଆଉ କ'ଣ ହେଉଛି। ଫୁଲ ଦେଖନ୍ତୁ, ଗଛ ଲଗା ହେଇଥିଲା, ଚାରିଆଡ଼େ କେତେ ସୁନ୍ଦର ସବୁ ଫୁଲ ଦେଖାହେଉଛି। ଆଉ ପୁରା ରାସ୍ତାଟା ଆମର ଯେଉଁ ଯାଇଛି ନା, ପୁରା ଫୁଲ ଗଛ ଲଗା ହେଇଯାଇଥିଲା। ତ ପୁରା ଫୁଲ ଗଛ ହିଁ ଫୁଲ ଚାରିଆଡ଼େ ହେଇଛି। ମୋତେ ଥଣ୍ଡା ଟିକେ ହେଇଯାଇଛି। ଆଉ ଦେଖନ୍ତୁ କେତେ ସାରା ଫୁଲ, ମୋ ପଛକୁ ଦେଖନ୍ତୁ କେତେ ସାରା ଫୁଲ। ଆଉ ଫ୍ରଣ୍ଟରେ ବି ବହୁତ ସାରା ଫୁଲ ଅଛି, ସେଟା ବି ଦେଖିବା। ଆଉ ଏଇଠି ଜେଜେଙ୍କର ଯେଉଁ ଆମର ବନା ଯାଇଥିଲା ସମାଧି, ତ ସେଇଠି ତ ପୁରା ଫୁଲ ବି ଲଗେଇ ଦେଇଛନ୍ତି ବାବା ଆଣିକି ପୁରା କୁଣ୍ଡରେ। ତ ପୁରା ଏଠି ଫୁଲ ଦେଖାଯାଉଛି। ଆଉ ଏବେ ଶୀତ ଦିନ ଯେହେତୁ ବାଡ଼ିଟା ପୁରା ପରିଷ୍କାର ରହିଛି, ପୁରା ଚାରିଆଡ଼େ ପରିଷ୍କାର। ଆଉ ଗଛପତ୍ରରୁ ବି ବେଶୀ ପତ୍ର ନାହିଁ। ଆଉ ପୋଖରୀ ଦେଖନ୍ତୁ, ପୋଖରୀର ବି କେତେ ସଫା ଏବେ ଦେଖାଯାଉଛି। ଚାରିକଡ଼ ଗଛ ସବୁ କଟା ହେଇଯାଇଛି ବାତ୍ୟା ପରେ, ତ ସେଥିପାଇଁ ପୁରା ସଫା ଦେଖାଯାଉଛି ଚାରିଆଡ଼େ। ଆଉ ଥଣ୍ଡା ଜୋର ବି ଲାଗୁଛି। ଥଣ୍ଡା ମୁଁ ଭାବୁଥିଲି କମିଯିବ, ଥଣ୍ଡା ଜୋର ଲାଗୁଛି। ଖରା କିନ୍ତୁ ଆସିଗଲାଣି, ତ ଏବେ ଦେଖିବା। ଆଉ ଗାଈ ଆମର ସବୁ ଦେଖିବା କ'ଣ କରୁଛନ୍ତି। ଦେଖନ୍ତୁ ସବୁ ଭିତରେ ଶୋଇଛନ୍ତି, ଥଣ୍ଡା ଲାଗୁଛି ତ ସେଥିପାଇଁ ସକାଳୁ ଜଲ୍ଦି ବାହାରୁ କଢ଼ା ହେଉନି ତାଙ୍କୁ, ଟିକେ ଲେଟ୍ରେ କଢ଼ାଯାଉଛି। ଆମର ଏପଟରେ ଦେଖନ୍ତୁ କୁକୁର ସବୁ ଥଣ୍ଡା ପାଇଁ ଭିତରେ, କୁଟା ଭିତରେ କେମିତି ଶୋଉଛନ୍ତି। 2ଟା କୁକୁର ଶୋଇଛନ୍ତି, କୁଟା ରହିଛି, କୁଟା ଭିତରେ ଶୋଉଛନ୍ତି। ଗରମ ଲାଗିବ ତାଙ୍କୁ, ନହେଲେ ଥଣ୍ଡା ଜୋର ପଡ଼ୁଥାଏ, ତ ସେଥିପାଇଁ କୁଟାରେ ଶୋଇଲେ ଟିକେ ଗରମ ଲାଗିବ। ଆଉ ଘର ପୁରା, ଏବେ ଆମର ଯେଉଁ ଘରଟା ବନା ହେଉଥିଲା ସେଇଟା ଅଛି,
ଏବେ ଚାରିପଟ ପୁରା ଶୀତ ଦିନ ପାଇଁ ପରିଷ୍କାର ହେଇଯାଇଛି ପୁରା। ଦେଖନ୍ତୁ ଆମ ଘର କେତେ ଚାରି ଲାଇଟ୍ ପଡ଼ୁଛି। ଆଗରୁ ଏତେ ଗଛ ଥିଲା ଯେ ଲାଇଟ୍ ପଡ଼ୁନଥିଲା, କିନ୍ତୁ ଏବେ ପୁରା ଲାଇଟ୍ ପଡ଼ୁଛି। ଏବେ ଯିବା, ଜିମି ପାଇଁ ଖାଇବା ସକାଳୁ ସକାଳୁ ମାମା ଦେଇଦେଲେଣି। ଲେଟ୍ ହେଇଗଲାଣି ବି, କାହିଁକି ନା ସକାଳୁ ସକାଳୁ ଆଗେ ତା କଥା ବୁଝାଯାଏ। ତ ତା ପାଇଁ ଖାଇବା ଦେଇ ଦେଇଛନ୍ତି ମାମା, ଏବେ ତାକୁ ଦେଇଦେବା। ଦେଖିବା ସେ କୁଆଡ଼େ ଗଲା। ଖାଇସାରିଲା ପରେ ସେ ଟିକେ ବୁଲିବ, ଯାହା ହେଲେ ବି ଟିକେ ବୁଲିବ, ତାପରେ ଯାଇକି ପୁଣି ଯିବ ଘରକୁ। ଆଉ ଘର ଆମର ପୁରା ଏବେ ସଫା ହେଇଯାଇଛି, ଆଗ ଉପର ତଳ ପୁରା ପରିଷ୍କାର। ଦେଖନ୍ତୁ, ଆଉ ଏତେ ଜୋର ଥଣ୍ଡା ଲାଗୁଛି, ମୋ ହାତ ପୁରା ଥରୁଛି। এই ଦେଖନ୍ତୁ ଆମ ବାଛୁରୀ, ଛୋଟ ବାଛୁରୀ କେମିତି ସୁନ୍ଦରଟେ ହେଇଛି। ଗେଣ୍ଡୁଲୁ ଗେଣ୍ଡୁଲୁ ଲୋ, ଗେଣ୍ଡୁଲୁ ଗେଣ୍ଡୁଲୁ। ର ମା ପା ସେଠି ଭିତରେ ଅଛି, ତୁ ଏଠି ଖରାରେ ଛିଡ଼ା ହେଇଥା। ଓ ଓ ଓ ଓ ଓ ଲେ 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 ଲେ। ଟୁଡୁ 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 ଟୁଡୁ। ଦେଖ, ଓଫ କି ଖୁସି ସିଏ। ଏବେ ଆମର ହେଉଛି ଘର ଭିତରେ ପୁରା ଥଣ୍ଡା ଲାଗୁଥିଲା, ଏଇଠି ଆମର ପୁରା ଖରା ଜୋର ଖରା ପଡ଼େ। ସେଇଠିକି ଆସିଥିଲୁ, ମାମା ମୁଁ ଛିଡ଼ା ହେଇଥିଲୁ। ଆଉ ଏପଟରେ ଆମ ଗାଈ ମାନେ କୁଟା ଖାଉଛନ୍ତି ପୁରା। ଆଉ ସେଠି ଛୋଟ ବାଛୁରୀ, ସେ ତାର କ'ଣ ଭାବୁଛି, ମନେ ମନେ ତାର ଭାବିକି ବୁଲୁଛି, ଖାଲି ଏପଟ ସେପଟ ହେଉଛି, କି ଜାଣିପାରୁନି, ଦେଖୁଛି। ଆଉ ମାମା ମୁଁ ଖରାରେ ଏବେ ଯିବା। ସକାଳୁ ମାମା ଇପି କରିଛନ୍ତି, ଇପି ଖାଇଦେବା। ଖାଇଦେଇକି ଟିକେ ସେପଟରେ ଆମର ଗୋଟେ ଘର ହେଇଥିଲା, ସେଇଟା ବାତ୍ୟାରେ ଗଛ ପଡ଼ିକି ଭାଙ୍ଗି ଯାଇଥିଲା, ତ ସେଇଟାକୁ ଏବେ ବନେଇବା। ଟିକେ ସେ ଘରଟା ବନେଇ ଦେଲେ ସେଇଠି ଗାଈ ଆମର ରହିବେ, ଗାଈଙ୍କ ଘର ହେଉଛି ସେଇଟା। ସେଇଟା ବନେଇଦେବା ଜଲ୍ଦି ଜଲ୍ଦି। ଆଉ ଏବେ ଦେଖିବା, ଖାଇଦେବା ଫାଷ୍ଟ ଇପିଟା, ଇପି ଖାଇସାରିକି ଯିବା। ଆଉ ସକାଳୁ ସକାଳୁ ଇପି ଖାଇବା ଆଗରୁ ଗାଜର ଟିକେ। କାମ ହେବା ପାଇଁ ଡ୍ରିଲ୍ ମେସିନ୍ ଏପଟ କାଢ଼ିକି ରଖାଯାଇଛି, କାମ ହେବ। ସକାଳୁ ସକାଳୁ ଦେଖନ୍ତୁ, ଖାଇବାରେ ପୁରା ଗରମ ଗରମ ଇପି। ଓହୋ, ଏଇ ଜିନିଷଟା ମୁଁ ବାଲେଶ୍ୱରରେ ବହୁତ ମିସ୍ କରେ, କିନ୍ତୁ ଘରକୁ ଆସିଲେ ଏଗୁଡ଼ା ସବୁ ମିଳିଯାଏ। କିଛି ନ କରିକି ସକାଳୁ ସକାଳୁ ବୁଲିତେ ବୁଲିତେ ଖାଇବା ମିଳିସାରିଲାଣି। ସେଠି ଉଠିକି କାମ କରିବାକୁ ପଡ଼ିବ ଆଗେ, ତାପରେ ଯାଇକି ନିଜେ ରୋଷେଇ କରିକି ଖାଇବ। ହଉ ଠିକ୍ ଅଛି, ମୁଁ ଆଗେ ଖାଇଦିଏ, ତାପରେ ଦେଖିବା କ'ଣ ହେଉଛି। କାମ ରହିଛି ବହୁତ ସାରା କରିବା। ଆଉ ମୋତେ ଭୋକ ବି ଜୋର ଲାଗିଲାଣି, ମୁଁ ଖାଇଦିଏ। ଘରକୁ ଆସିଲେ ଖାଇବା ଉପରେ ଖାଇବା। ଇପି ଫାଷ୍ଟ ଖାଇସାରିଲି, ତାପରେ ଦେଖନ୍ତୁ ସୁଜି କାକରା। କାଲି ରାତିରେ ବି ଖାଇଥିଲି, ଆଜି ବି ଗରମ ହେଇଗଲା, ଖାଉଛି। ଓହ, ଏବେ ଯିବା, କାମ କରିବା। ବହୁତ ହେଇଗଲା, ଟାଇମ୍ ବି ହେଇଗଲାଣି ବହୁତ। ମୁଁ ଖାଇଦେଇକି ଯାଉଛି, କାମ କରିବି। ଆଜି କୋବି ଚିଲ୍ଲି ପାଇଁ ଟିକେ ଏଠି ପ୍ରୋସେସ୍ ଚାଲିଛି। ଚୁଲିରେ ତ ଜାଣିଛନ୍ତି ଆପଣମାନେ କେତେ ଟେଷ୍ଟ ଲାଗେ। ତାପରେ ଘରେ ଯେହେତୁ ଚୁଲି ଅଛି, ଆଉ ଗାଁ ସାରା ପୁରା କାଠ ଭର୍ତ୍ତି ଅଛି ଆମ ବାଡ଼ିରେ, ତ ସେଥିପାଇଁ ଚୁଲିରେ ରୋଷେଇ ହେଉଛି। ଆଉ ମୁଁ ସେପଟରେ କାମ କରୁଥିଲି, ଏବେ ଜଷ୍ଟ ଟିକେ ଆସିଲି। ମୋର ଆସିବାର ରିଜିନ୍ ହେଉଛି ଗୋଟେ କୋବି ଖାଇବା, ତ ମୁଁ ଟିକେ କୋବି ଖାଇଦିଏ। କୋବିଟା ଫାଷ୍ଟ ମୁଁ ଷ୍ଟାର୍ଟ କରୁଛି ଖାଇବା। ଭଲ ଲାଗୁଛି।
ଆଜ୍ଞା ଓକେ ହଉ ମୁଁ କାମ କରିଦେଇ ଆସେ। ହଉ ମୁଁ କାମ କରିଦେଇ ଆସେ, ରୋଷେଇଟା ହେଇଯାଉ, ଖାଇବା ଏକାଥରେ ଆଉ। ଆଜି ଖାଇବାରେ ଦେଖନ୍ତୁ ଭାତ ରହିଲା ଆମର, ଡାଲି, ଚିଲି କୋବି, ତା ସହିତ ଏଇଟା ଧଣିଆ ଚଟଣି ସମଥିଙ୍ଗ କ'ଣ ଗୋଟେ ଚଟଣି ଅଛି। ଯେଉଁ ଘର କାମ ଚାଲିଛି ଦେଖନ୍ତୁ, ଏତିକି ହେଇଛି କମ୍ପ୍ଲିଟ୍। ଏଠି ମେସିନ୍ ଫେସିନ୍ ରହିଛି, ବାକି ଅଛି। ଆଉ ଖାଲି ସ୍କ୍ରୁ ଲାଗିବ, ବୋଲ୍ଟ ଲାଗିକି ଟାଇଟ୍ ହେବ। ଆଉ ଗୋଟେ ଲାଷ୍ଟ ଫାଇନାଲଟା ଯେଉଁଟା ଉଠିବ ସେଇଟା ଉଠା ହେବ, ନହେଲେ ଆଉ ପୁରା ହେଇଗଲାଣି ଉପର। ଆଉ ଏମିତି କିଛି ତଳ ଅଛି, ଉପରଟା ପୁରା ହେଇଯିବ। ଆଗଟା ଫ୍ରଣ୍ଟ ଯେଉଁ ଛଡ଼ା ହେଇଛି ଦେଖୁଥିବେ ଆପଣ, ସେଇଟା ଆଉ ଖଣ୍ଡେ ଦିଆହେବ, ଏକ୍ସଟ୍ରା ଦିଆହେଇକି ହେଇଯିବ। ତଳ ଭିତର ଦେଖନ୍ତୁ, ଭିତରଟା ହେଇନି ତଳଟା, ତ ଆଉ ଉପରଟା ଏମିତି ହେଇଗଲେ ପୁରା ପ୍ରପରଲି ହେଇଯିବ ଭିତରଟା। ଏଇଟା ହେଇଥିଲା କିନ୍ତୁ ବାତ୍ୟାରେ ଗଛ ପଡ଼ିକି ଭାଙ୍ଗି ଯାଇଥିଲା ଆଜବେଷ୍ଟ, ତ ଏକାଥରେ ଏଥର ଟିଣ ପଡ଼ୁଛି। ଟିଣ ପଡ଼ିଲେ ହେଇଯିବ। ତ ଯିବା, କାମ ଯେତିକି ଅଛି ଜଲ୍ଦି ସାରିଦେବା। ମେସିନ୍ ତ ସବୁ ରେଡ଼ି ହେଇକି ରହିଛି, ଖାଲି ଏବେ ଡ୍ରିଲ୍ ହେବ, ବୋଲ୍ଟ ଲାଗିବ। ଆଉ ଗୋଟେ ଏଠି ଏକ୍ସଟ୍ରା ବି ଅଛି, ସେଇଟା ଲାଗିବ। ତ ଏବେ ଯିବା ଲଗେଇଦେବା। ମୁଁ ଲଗେଇ ଦେଇକି ସାରିକି, କାମ ସାରିକି ଆପଣମାନଙ୍କ ସହିତ ଦେଖା ହେଉଛି। ସନ୍ଧ୍ୟାବେଳେ ଦେଖନ୍ତୁ ଆମର ମାମା, ମୁଁ ଆସିଛି ବୋଲି ଏଇ ସୁଜି ମଣ୍ଡା ତିଆରି କରୁଛନ୍ତି। ତ କେତେ ସୁନ୍ଦର ଏବେ ଦେଖାଯାଉଛି ବି, ଏଇଟା ପୁରା ଗୋଲ ହେଇଛି, ପ୍ରପର ପୁରା ଯେମିତି ସାଇଜରେ। ଆଉ ମୋତେ ବହୁତ ଭଲ ଲାଗେ ବି ସୁଜି ମଣ୍ଡା ଖାଇବା ପାଇଁ, ତ ସେଥିପାଇଁ ତିଆରି ହେଉଛି। ଆଉ ଗୋଟେ ଜିନିଷ ବି ଦେଖାଉଛି କ'ଣ ହେଇଛି। ଆଉ ଗୋଟେ ଜିନିଷ ଯେଉଁ କହୁଥିଲି, ଏଇଟା ଦେଖନ୍ତୁ ପପକର୍ନ ପ୍ରେସରରେ ଗୋଟେ ତିଆରି ହେଉଥିଲା, ମାନେ ଜଷ୍ଟ ଏମିତି ଭାବିକି ହେଉଥିଲା କି ହେଉଛି କି ନାହିଁ ଦେଖୁଥିଲୁ, କିନ୍ତୁ ଦେଖିଲା ବେଳକୁ ପୁରା ହେଇଯାଉଛି ପ୍ରପରଲି। ଆଉ ସେଥିରେ ଟିକେ ଦେଖିକି ସବୁ ଏଡ୍ କରିକି ଦେଖିବା ଠିକ୍ ଲାଗୁଛି କି ନାହିଁ, ଟେଷ୍ଟି। ଯଦି ଲାଗୁଥିବ ଆଉ ଟିକେ ଅଧିକା କରିବା। କେମିତି କଲି ଆପଣମାନଙ୍କୁ ଦେଖେଇବି। ବଢ଼ିଆ ଟେଷ୍ଟ ଲାଗୁଛି। ଥଣ୍ଡା ପାଗକୁ ପପକର୍ନ ପୁରା ଗରମ ଆଉ ଟିକେ ଅଧିକା କରି ଖାଇବା। ସନ୍ଧ୍ୟାବେଳେ ଖାଇସାରିଲା ପରେ ତ ଅଫିସ୍ କାମ, ଆଉ ତା ସହିତ ଚା, ଏଇ ଦୁଇଟା କମ୍ପଲସରି। ତ ଠିକ୍ ଅଛି, ଆଜି ପାଇଁ ରହିଲି। ଗୁଡ୍ ନାଇଟ୍, ଜୟ ଜଗନ୍ନାଥ। ପୁଣି ଦେଖା ହେବ ନେକ୍ସଟ ବ୍ଲଗ୍ରେ। ସେୟାର କରିବେ, ସବସ୍କ୍ରାଇବ୍ କରିବେ ମୋ ଚ୍ୟାନେଲକୁ। ଥ୍ୟାଙ୍କ ୟୁ ସୋ ମଚ୍। ଜୟ ଜଗନ୍ନାଥ।